ବିଜୁ ଛାତ୍ର ଜନତା ଦଳର 5 ଥର ମୁଁ ଛାତ୍ର ଜନତା ସଭାପତି ହେଇଥିଲି ଏବଂ ଦଳର ସବୁ ନିୟମ କାନୁନ ନୀତି ଆଦର୍ଶକୁ ନେଇ ମାନିକି ଚଳୁଥିଲୁ। ଏମିତି ମଧ୍ୟ 2023 ମସିହାରେ 2022-23 ମସିହା ସାଧାରଣ ନିର୍ବାଚନ ଲଢିବା ପାଇଁ ଇଚ୍ଛା ପ୍ରକାଶ କରିଥିଲୁ। ପ୍ରିୟ ନେତା ଡକ୍ଟର ପ୍ରଭାତ ବିଶ୍ୱାଳ ବୁଝେଇଥିଲେ ସମୟ ବହୁତ ବୟସ ଅଛି ତା ମଧ୍ୟ ମାନିଥିଲୁ। ଆଉ ବିଜୁ ଜନତାର ନୀତି ଆଦର୍ଶ ମାନି ମଧ୍ୟ ନିଜକୁ ସେଥିରୁ ପ୍ରତ୍ୟାହୃତ କରି ସେଇ ୱାର୍ଡରେ ବିଜୁ ଜନତା ଦଳକୁ ଦୀର୍ଘ ବର୍ଷ ପରେ ଜିତେଇଥିଲୁ। ଆପଣ ମାନେ ସମସ୍ତେ ଜାଣିଛନ୍ତି ଆମେ ମାନେ ବିଜୁ ଜନତା ଦଳ ପାଇଁ କଣ ସବୁ କରିଛୁ। ଦ୍ୱିତୀୟ କଥା ରହିଲା ଆଜି ଆମେ ସମୂହ ଇସ୍ତଫା ଦେବା। ଆପଣ ମାନେ ଆମ ପଛପଟେ ସମସ୍ତେ ଆମ ସବୁ ଭାଇ ମାନେ ଇଏ ହଉଛି ଗୋଟେ ପରିବାର। ଦେଖନ୍ତୁ ଆମ ସାମ୍ନାରେ ଯିଏ ବସିଛନ୍ତି ଆମ ପଛରେ ଯୋଉମାନେ ବଡ ଭାଇ ଏବଂ ସାନ ଭାଇ ମାନେ ଯୁବ ଜନତା ଦଳର ଏବଂ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତ୍ତା ପ୍ରତି ୱାର୍ଡ ଏବଂ ପଞ୍ଚାୟତ ସ୍ତରରୁ ଆସିଥିବା ସମସ୍ତ କର୍ମକର୍ତ୍ତା ଆଜି ସାମୂହିକ ଇସ୍ତଫା ପ୍ରଦାନ କରୁଛୁ। ଦେଖନ୍ତୁ ପ୍ରିୟ ନେତା ଡକ୍ଟର ପ୍ରଭାତ ବିଶ୍ୱାଳ ଯେତେବେଳେ ଆମକୁ ଆଣି ରାଜନୀତିରେ ପାଦ ଦେଇଥିଲେ ଏବଂ ସେବା ମନୋମୂର୍ତ୍ତି ନୀତି ଆଦର୍ଶର ପରିପୂର୍ଣ୍ଣ ଭାଷା ଶିଖେଇଥିଲେ ଆମକୁ। ଯେତେବେଳେ ଯୋଉ ଲୋକ ବହୁତ ପରିଶ୍ରମ କରିଛି ସାରା ଓଡିଶା ଜାଣିଛି ପ୍ରଭାତ ବିଶ୍ୱାଳ ଜଣେ ଭଲ ସଂଗଠନ ନୁହଁ, ସଂଗଠନ କରିଯାଇଛନ୍ତି ଭଲ ସେବକ। ସମସ୍ତେ କୋଉଠି ମୋ ଭାଇ ମାନେ ପଛରେ ଯୋଉମାନେ ବି ଅଛନ୍ତି ସମସ୍ତେ ତାଙ୍କ ସହିତ ଜଡିତ। ଯେତେବେଳେ ତାଙ୍କୁ ବହିଷ୍କାର କରାଗଲା ବିଜୁ ଜନତା ଦଳରେ ଆମେ ଭାବିଥିଲୁ ପ୍ରିୟ ନେତା ନବୀନ ପଟ୍ଟନାୟକ ଆପଟେ ଆଉ ଥରେ ନିଷ୍ପତ୍ତି ନେବେ, କିନ୍ତୁ ଆଜି ଦୀର୍ଘ 2.5 ମାସ ହେଲାଣି କୌଣସି ନିଷ୍ପତ୍ତି ନେଲେ ନାହିଁ। ଯେହେତୁ ଡକ୍ଟର ପ୍ରଭାତ ବିଶ୍ୱାଳ ଆମ ନେତା ଆମକୁ ନେତା କରିଥିଲେ ଏବଂ ସେବାର ମନୋମୂର୍ତ୍ତିର ଭାଷା ଶିଖେଇଥିଲେ ଆଜି ସାମୂହିକ ଆମେ ସମସ୍ତେ ତାଙ୍କ ପାଇଁ ଆଜି ଇସ୍ତଫା ପ୍ରଦାନ କରୁ। ଯାହା ଆମେ ଭାବିଥିଲୁ ତାହା କେବେ ସମ୍ଭବ ହେଲା ନାହିଁ। ସେଇ ଦିନଠୁ ଆମେ ମାନସ୍ଥ କରିନେଇଥିଲୁ ଯେ ବିଜୁ ଜନତା ଦଳରେ ରହିବା, ସତ କହିକି ଯଦି ମୁଣ୍ଡ କାଟ ହବ ସେଭଳିଆ 100 କଥା କହିକି ଆମେ ମୁଣ୍ଡ କାଟ ବର ହଉ ଆମେ କିନ୍ତୁ ସତ କଥା କହିବୁ। କିନ୍ତୁ ଆଉ ଗୋଟେ କଥା ହେଲା ଆପଣ ମାନେ ସମସ୍ତେ ଜାଣିଥିବେ କିଛି ଦିନ ତଳେ ପୂର୍ବତନ ବିଧାୟକ ପ୍ରତି କେତେ ଲୋକ ସମର୍ଥନ ଅଛି ଆପଣ ମାନେ ଚାଉଳିଆଗଞ୍ଜ ପଡିଆରେ ଜାଣିପାରିଥିବେ। 15,000 ଊର୍ଦ୍ଧ୍ୱ ଲୋକ ଏକାଠି ହେଇଥିଲେ କେବଳ ପୂର୍ବତନ ବିଧାୟକ ପାଇଁ। ତାଙ୍କ ଲୋକପ୍ରିୟତା କଣ ପାଇଁ ସମସ୍ତେ ଜାଣିଛନ୍ତି। ଗୋଟାଏ ଲୋକ ଖାଲି ଚୌଦ୍ୱାର କଟକ ନୁହେଁ ସାରା ରାଜ୍ୟ ଜାଣିଛି। ଗୋଟାଏ ଲୋକ ମେଡିକାଲ ଠୁ ଆରମ୍ଭ କରି ସବୁ ଜାଗାରେ ସେ ସର୍ବପ୍ରଥମ ପହଞ୍ଚନ୍ତି। ଆପଣ ମାନେ ସେଇଟା ବି ଜାଣିଛନ୍ତି, ମୁଁ କହିବା ବି ବେଶୀ ଇଏ କରୁନି। ତାପରେ କଥା ହେଲା ସିଏ ଯୋଉ ଦିନଠୁ ବହିଷ୍କାର ହେଲେ ଦଳର ଯୋଉ ନେତୃବୃନ୍ଦ ଚୌଦ୍ୱାରରେ ହଉ ଜିଲ୍ଲା ସ୍ତରରେ ହଉ କୌଣସି ନେତା ଆମ ସହ ଯୋଗାଯୋଗ କରିନାହାନ୍ତି। ଆମେ ବିଜୁ ଜନତା ଦଳରେ ଥିଲୁ ଦଳକୁ ଯେତେବେଳେ ମୁଁ ବହୁତ କମ ଦିନ ହେଲା ଆସିଛି 2023 ରୁ ମତେ ପୂର୍ବତନ ବିଧାୟକ ରାଜନୀତିକି ଆଣିଥିଲେ, ସଭାପତି କରିଥିଲେ। କିନ୍ତୁ ସିଏ ଯୋଉ ଦିନଠୁ ଗଲେ ଦଳ ଆମକୁ ଏତେ ଏମିତି ଅଣଦେଖା କଲା। ତା ସହିତ ଚୌଦ୍ୱାରରେ ଯିଏ ଆମର ସର୍ବପ୍ରଥମ ନାଗରିକ ଆମେ ଯାହାକୁ ଚେୟାରମ୍ୟାନ କହୁଛେ ସିଏ ବି ଆମକୁ କୋଉ ଦିନ ଡାକିକି ପଚାରିନାହାନ୍ତି କଣ କେମିତି ଦଳ ଆଗକୁ ଯିବ କଣ କରିବ। ସେଇ ଦୃଷ୍ଟିକୋଣ ଆଖି ଆଗରେ ରଖି ଆମେ ସମସ୍ତେ ଆଜି ମନସ୍ଥ କଲୁ ସବୁ ୱାର୍ଡର ମୋର ଯୁବ ସଭାପତି, ଯୁବ ସମ୍ପାଦକ, ଛାତ୍ର ସଭାପତି, ଛାତ୍ର ସମ୍ପାଦକ ଆପଣ ମାନେ ଯୋଉମାନେ ଦେଖୁଛନ୍ତି 19ଟା ୱାର୍ଡ 5ଟା ପଞ୍ଚାୟତର ଶତାଧିକ ସବୁ ନେତୃତ୍ୱ ମାନେ ଆମ ପଛପଟେ ବସିଛନ୍ତି। ସେମାନେ ଆଜି ସମସ୍ତଙ୍କର ସହ ଆଲୋଚନା କରାଗଲା, ସମସ୍ତେ ମନସ୍ଥ କଲେ ନାଇଁ ଆମେ ପୂର୍ବତନ ବିଧାୟକ ଯୁଆଡେ ଯିବେ ଆମେ ତାଙ୍କ ସହ ରହିବୁ। ସେଥିପାଇଁ ଆମେ ଆଜି ସମୂହ ଇସ୍ତଫା ଦଉଛୁ।